ଦଶପଲ୍ଲା ବ୍ଲକର ତେଣ୍ଡାବାଡ଼ି ଗ୍ରାମ ପଞ୍ଚାୟତରେ ମୋର ଫାର୍ମ ଅଛି। ତ ସେଠି ରାଜ୍ୟ ସରକାରଙ୍କ ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ମୋତେ ସେଠି ମୁଁ ମୁରା ମଇଁଷିର ପାଳନ କରିଛି। ଆଉ ଆଜିର ଯେଉଁ ପ୍ରୋଗ୍ରାମ ଆମର ହେଉଛି ଖମାରସାହି ଗ୍ରାମ ପଞ୍ଚାୟତରେ, ସେଠି ବହୁତ ପ୍ରକାର ଚାଷୀ ଆସି ଆଜି ସମସ୍ତେ ଉପସ୍ଥିତ ଥିଲେ। ଆଉ ରାଜ୍ୟ ସରକାରଙ୍କ ତରଫରୁ ଗୋଟେ ଭଲ ପଦକ୍ଷେପ ଏଇଟା। ଏହାଦ୍ୱାରା କ'ଣ କି ବହୁତ ଗୁଡ଼ିଏ ଚାଷୀ ସେମାନେ ସମସ୍ତେ ଚାଷର ବିଭିନ୍ନ ପ୍ରଣାଳୀ ସହିତ ତାର କେମିତି ଫାଇଦା ଉଠାଇ ପାରିବେ, ଗଭର୍ଣ୍ଣମେଣ୍ଟର ଯେଉଁ ସବସିଡ଼ି ସବୁ ରହୁଛି, ସ୍କିମ୍ ସବୁ ରହୁଛି, ସମସ୍ତେ ଜାଣିପାରୁନଥିଲେ। ଏହାଦ୍ୱାରା ସବୁ ଚାଷୀମାନେ ଆଜି ସବୁ ସ୍କିମ୍ ବିଷୟରେ ବହୁତ ଲୋକ ଜାଣିଲେ ଏବଂ ବହୁତ ଚାଷୀ ସ୍କିମ୍ ବିଷୟରେ ଜାଣିଲେ। ତା ସହିତ କେମିତି ମାଛ ଚାଷ କରାଯିବ, କେମିତି ପଶୁ ପାଳନ କରାହେବ, କେମିତି କୁକୁଡ଼ାକୁ କେମିତି ଚାଷ କଲେ ଅଧିକା ଲାଭାନ୍ୱିତ ହେବେ, ସେସବୁ ଜିନିଷ ଆଜି ଭଲ ଭାବରେ ସମସ୍ତେ ସବୁ ଲୋକ ଉପାଧ୍ୟାୟ ଜାଣିଲେ। ଏବଂ ଏଠାର ଯେଉଁ ଭେଟନାରୀ ସାର୍ ଅଛନ୍ତି, ସିଦ୍ଧାର୍ଥ ସାର୍ ଅଛନ୍ତି, ସେ ମଧ୍ୟ ବହୁତ କୋଅପରେଟିଭ୍। ଆମର LI ଅଛନ୍ତି ଲକ୍ଷ୍ମୀଧର ସାର୍, ସେ ମଧ୍ୟ ବହୁତ କୋଅପରେଟିଭ୍, ସପୋର୍ଟିଭ୍ ମଧ୍ୟ। ଏମାନେ ସମସ୍ତେ ଲୋକମାନଙ୍କୁ ବହୁତ ସାହାଯ୍ୟ ସହଯୋଗ ବି କରୁଛନ୍ତି। ଏହାଦ୍ୱାରା ସମସ୍ତେ ଫାଇଦା ବି ଉଠାଉଛନ୍ତି। ଆଉ ମୁଁ ବି ବହୁତ ଖୁସି ଯେ ଏଇଭଳି ସରକାରଙ୍କର ଏଇଭଳି ପ୍ରୟାସ ଯଦି ଆଗକୁ ଏମିତି ଜାରି ରହିବ, ତାହେଲେ ନିଶ୍ଚିତ ଭାବରେ ଗୋଟେ କ୍ଷୁଦ୍ର ଚାଷୀଟେ ବହୁତ ଭଲ ରୋଜଗାରକ୍ଷମ ହୋଇପାରିବ ଏବଂ କାହା ଉପରେ ନିର୍ଭରଶୀଳ ନ ହୋଇ କେମିତି ଆତ୍ମନିର୍ଭରଶୀଳ ହୋଇପାରିବ। ସରକାରଙ୍କୁ ମଧ୍ୟ ମୁଁ ଅଶେଷ ଧନ୍ୟବାଦ ଦେବି। ଏଇ ପଦକ୍ଷେପ ଆଗାମୀ ଦିନରେ ବହୁତ ଭଲ ପଦକ୍ଷେପ ହେବ ଲୋକମାନଙ୍କ ପାଇଁ ଏବଂ ଫଳପ୍ରଦ ହେବ। ଆଜି ଆମର ବ୍ଲକ ସ୍ତରୀୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ମାଧ୍ୟମରେ ପ୍ରାଣୀ ପାଳନ ଓ ମତ୍ସ୍ୟ ପାଳନକୁ ଆଧେୟ କରି ଚାଷୀ ଭାଇମାନେ କିଭଳି ସେମାନଙ୍କର ଆର୍ଥିକ ଉନ୍ନତି କରିପାରିବେ, ଆର୍ଥିକ ଉନ୍ନତି କରିବା ସଙ୍ଗେ ସଙ୍ଗେ ରାଜ୍ୟ ତଥା ଦେଶର ଆର୍ଥିକ ମାନଦଣ୍ଡକୁ ଉନ୍ନତି ଦିଗରେ ଆଗେଇ ନେବେ, ସେଥିପାଇଁ ଏହାର ଉଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ତରଫରୁ ଯେତିକ ଯୋଜନା କାର୍ଯ୍ୟକାରୀ କରାଯାଉଛି, ମୁଖ୍ୟତଃ ଆମ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣୀ ସମୃଦ୍ଧି ଯୋଜନା, ପ୍ରାଣୀ କଲ୍ୟାଣ ଯୋଜନା ଇତ୍ୟାଦି ମାଧ୍ୟମରେ ଆତ୍ମନିଯୁକ୍ତି ପାଇପାରିବେ, ସେ ବିଷୟରେ ପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗରେ ସଫଳ ହୋଇଥିବା ସଫଳ ଚାଷୀ ବା ଅଗ୍ରଣୀ ଚାଷୀ ଭାବରେ ପ୍ରାଣୀପାଳନ ବିଭାଗରୁ 4 ଜଣ ଚାଷୀ ଏବଂ ମତ୍ସ୍ୟ ପାଳନ ବିଭାଗରୁ 4 ଜଣ ଚାଷୀଙ୍କୁ 1000 ଟଙ୍କାର ଆର୍ଥିକ ପୁରସ୍କାର ସହିତ ମୋମେଣ୍ଟୋ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଫଳରେ ଅନ୍ୟ ଚାଷୀମାନେ ଉତ୍ପ୍ରେରିତ ହୋଇ ଆଗକୁ ବଢ଼ିବା ପାଇଁ ଉତ୍ପ୍ରେରଣା ପାଇବେ, ସେଥିପାଇଁ ଆୟୋଜନ କରାଯାଇଥିଲା। ଆଜି ଏହି ଉତ୍ସବରେ ଆମର ଦଶପଲ୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରୁ ପାଖାପାଖି 400ରୁ ଅଧିକ ଚାଷୀ ଯୋଗ ଦେଇଥିଲେ। ଏଥିରେ 12ଟି ଷ୍ଟଲ୍ର ପ୍ରଦର୍ଶିତ ହୋଇଥିଲା। ସେଥିମଧ୍ୟରୁ 4ଟି ପ୍ରାଣୀପାଳନ ବିଭାଗ ତରଫରୁ ଏବଂ 4ଟି ମତ୍ସ୍ୟପାଳନ ବିଭାଗ ତରଫରୁ ପ୍ରଦର୍ଶିତ ହୋଇଥିଲା। ଏଥିରେ ବିଭାଗ ତରଫରୁ କାର୍ଯ୍ୟକାରିତା ହେଉଥିବା ବିଭିନ୍ନ ପ୍ରକାର ଯୋଜନାଗୁଡ଼ିକର ନିୟମାବଳୀ ପ୍ରଦର୍ଶିତ ହୋଇଥିଲା ଏବଂ ଅନ୍ୟ ବିଭାଗ ତଥା ମିଶନ ଶକ୍ତି ତରଫରୁ ମଧ୍ୟ ଷ୍ଟଲ୍ କରାଯାଇଥିଲା। ଉଦ୍ୟାନ କୃଷି ବିଭାଗ, ଓମଫେଡ୍ ଏବଂ ଯାନ୍ତ୍ରିକରଣ ବିଭାଗ ତରଫରୁ ମଧ୍ୟ ଷ୍ଟଲ୍ ଆୟୋଜନ କରାଯାଇଥିଲା। ଆମ ବିଭାଗ ତରଫରୁ ହ୍ୱାଟ୍ସଆପ୍ ଚ୍ୟାନେଲର ଉନ୍ମୋଚନ କରାଯାଇଥିଲା। ଏଥିରେ ଚାଷୀମାନେ ବାରକୋଡ଼୍କୁ ସ୍କାନିଂ କରି ଆମ ବିଭାଗ ତରଫରୁ ବା ମତ୍ସ୍ୟ ପ୍ରାଣୀପାଳନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରିତା ବିଷୟରେ ଜାଣିପାରୁଥିଲେ। ଏହିପରି ଭାବରେ ଆଜିର ସଭା ଉଦ୍ଯାପିତ ହୋଇଛି।
ଧନ୍ୟବାଦ।